ସବୁ ଘରେ ଏମିତି କେବେ କେବେ ଶୁଣିବାକୁ ମିଳେ ନା, ଆଜି ଚାଟା ପୁରା ମସ୍ତ ହେଇଛି। ଚା ପିଇକି ମାଇଣ୍ଡ ପୁରା ଫ୍ରେଶ ହେଇଗଲା। ସତ କଥା, ଆମ ଭଳି ସାଧାରଣ କିଚେନର ଚା ନା କେବେ କେବେ ବହୁତ ହି ରୟାଲ ଟେଷ୍ଟ ଦେଇଥାଏ। ତେବେ ଚାଲନ୍ତୁ ବନେଇବା ବିନା ମସଲାରେ ମସଲା ଟି। ତେବେ ନମସ୍କାର, ପ୍ରୀତିଛନ୍ଦା ହୋମ୍ କିଚେନକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଯେତେବେଳେ ଆମେମାନେ କ୍ଷୀରରେ ହଉ କିମ୍ବା ଅମୁଲରେ ହଉ ଚା ପ୍ରସ୍ତୁତ କରିବା, ତା ପୂର୍ବରୁ ପ୍ରଥମ ଷ୍ଟେପ୍ ହେଉଛି ଗୋଟେ କପ୍ ଆମେ ନେଇଯିବା ପାଣି ଆଉ ତାକୁ ନା ଭଲ ଭାବରେ ଫୁଟେଇ ନେବା। ଖାଲି ପାଣିକୁ ଫୁଟେଇବାନି, ସେଇଥିରେ ଆମେ ନା କିଛି ମସଲା ଏମିତି ଆଡ଼୍ କରିବା, ଯେଉଁଟାକି ଚା ମସଲା। ବହୁତ ଜଣ ଏସବୁ ବାଟିକି ରଖନ୍ତି, କିନ୍ତୁ ଆମେ ସବୁବେଳେ ବାଟିକି ରଖିବା ପସିବୁଲ୍ ନୁହଁ। ତ ମୁଁ ନା ଏଇଠି କେବଳ ଦୁଇଟା ଜିନିଷ ସ୍କିପ୍ କରିବି, ସେ ହେଉଛି ତେଜପତ୍ର ଆଉ ଡାଲଚିନି। ବାକି ସବୁ ଆଡ଼୍ କରିବି। ପ୍ରଥମେ ମୁଁ ଗୁଜୁରାତିକୁ ଛେଚିକି ତାର ମଞ୍ଜି ଏମିତି ଆଡ଼୍ କରିନେଲି। ତାପରେ ଲବଙ୍ଗ ଟିକେ ନାକୁ ଆଡ଼୍ କରିନେଲି। କାଟି ରଖିଥିବା ଅଦା ଆଡ଼୍ କରିନେଲି। ଗୋଲମରିଚ ଗୁଣ୍ଡ ମଧ୍ୟ ଆମେମାନେ ଆଡ଼୍ କରିନେବା। ଚା ପତି ଏବେ ପକାଇଦେବା। ତ ଯଦି ଗୋଲମରିଚ ଗୁଣ୍ଡ ନାହିଁ, ସାଧାରଣ ଏମିତି ଛେଚିକି ଆମେ ଗୋଲମରିଚ ଗୁଣ୍ଡ ନେଇଯିବା। ତ ଏବେ କ'ଣ କରିବା ନା, ଚିନି ହଉ କିମ୍ବା ସୁଗାର ଫ୍ରି ଟ୍ୟାବଲେଟ୍ ଯେଉଁମାନେ ଚିନି ଖାଉନାହାନ୍ତି, ସେମାନେ ଏଗୁଡ଼ାକ ସବୁ ନେଇକି ପକାଇ ପାରିବେ ଆପଣଙ୍କ ସ୍ୱାଦ ଅନୁସାରେ। ଏବେ ନା ଚାକୁ ଆମେ କମ୍ ସେ କମ୍ ଘଣ୍ଟା ଦେଖିଦେବା, 2 ମିନିଟ୍ ଖଣ୍ଡେ ଫୁଟେଇବା। ଯେତେ ଫୁଟିବ ନା ଚା ବହୁତ ବଢ଼ିଆ ଲାଗିବ। ଆଉ ମାନେ ଇନହାନ୍ସ ସବୁ କରିବା, ତାର ଯେତିକି ଆମେ ସବୁ ଗୋଟା ମସଲା ପକାଇଲେ ନା, ଚା ମସଲା ଯେଉଁଟା, ସେଇଟା ନା ଫ୍ଲେଭର ବହୁତ ବଢ଼ିଆ ଫ୍ଲେଭର ସେ ବାହାର କରିବ। ତାପରେ ଗରମ ଆମେ ଯେଉଁଟା ରଖିଥିବା ନା, ଗରମ କ୍ଷୀର ଆଗରୁ ଫୁଟେଇକି ରଖିଦେବା। ତୁରନ୍ତ ଆମେ ଫ୍ରିଜ୍ରୁ କାଢ଼ିକି ଥଣ୍ଡା ଯଦି କ୍ଷୀର ଆଡ଼୍ କରିଦେବା, ଚା ବିଲକୁଲ ବି ଟେଷ୍ଟ ଲାଗିବନି। ଗରମ କ୍ଷୀର ଆମେମାନେ ନେଇଯିବା ଆଉ ତାକୁ ମଧ୍ୟ 2-3 ମିନିଟ୍ ଫୁଟେଇବା। ଏମିତି ନୁହେଁ ଯେ ଚାଟାକୁ ବସେଇ ଦେଇକି କୁଆଡ଼େ ପଳେଇବା, ପାଖରେ ଟିକେ ଠିଆ ହେବା ନା। ଏମିତି ଭାବି ଚାକୁ ଯେମିତି ଆପଣମାନେ ଦେଖିଦେବେ ରାସ୍ତାରେ, ଓମଫେଡ଼ ଷ୍ଟଲରେ ଦେଖିଦେବେ, ଏମିତି ଚାକୁ ନା ଏମିତି ବସ୍ ସେ ଏମିତି ପକାନ୍ତି, ତଳୁ ଉପରୁ କରି ପକାନ୍ତି, ଯାହାଦ୍ୱାରା ନା ଗୋଟେ ଫୋମିଙ୍ଗ ଆସେ ଆଉ ଚାର ଟେଷ୍ଟଟା ବହୁତ ହି ବଢ଼ିଆ ଇନକ୍ରିଜ୍ ହୁଏ। ଭଲ ଭାବରେ ଏମିତି ଫୁଟେଇ ନେବା, ବହୁତ ସମୟ ଜମା ଲାଗିବନି। 5 ମିନିଟ୍ରେ ଆମର ଚା ପୁରା ରେଡ଼ି ହେଇଯିବ ଏବଂ ବିନା ମସଲାରେ ଏସବୁ ଜିନିଷ ଆମେମାନେ ପକାଇଲେ ନା ବହୁତ ହି ବଢ଼ିଆ ଗୋଟେ ଫ୍ଲେଭରଫୁଲ୍ ମସଲାଟି ଆମର ପୁରା ରେଡ଼ି ହେଇଯିବ। ଆମ ଇଣ୍ଡିଆରେ ନା ଚା ସମସ୍ତଙ୍କ ଘରେ ହୁଏ। ବହୁତ କମ୍ କଦବା କଚି ଯଦି କାହା ଘରେ ହେଉନଥିବ, କିନ୍ତୁ ସମସ୍ତଙ୍କର ମର୍ଣ୍ଣିଂ ଟି ମାନେ କହିବାକୁ ଗଲେ ପୁରା ଫ୍ରେଶ୍ ହେବା ପାଇଁ ଯଦି କିଛି ଦରକାର ନା, ସେ ହେଉଛି ଗୋଟେ ଗରମା ଗରମ ମସଲା ଚା, ଯେଉଁଟାକି ଆମର ବିନା ମସଲାରେ ପ୍ରସ୍ତୁତ ହେଇଛି। ଚା ନା ଆମ ଭାରତୀୟମାନଙ୍କୁ ଏତେ ପ୍ରଭାବିତ କରିଛି ଯେ, ମାନେ ଆଜିକା ଡେଟ୍ରେ ଆମ ଇଣ୍ଡିଆରେ ବେଶୀ ଉତ୍ପାଦନ ଚାର ଆମ ଇଣ୍ଡିଆରେ ହିଁ ହେଉଛି। କିନ୍ତୁ ତାଠୁ ବେଶୀ ମଜା କଥା, 70% ଆମେମାନେ ନିଜେ ହିଁ ଚାଷ କରି ନିଜେ ହିଁ ପିଇ ଦେଉଛେ। ବହୁତ କମ୍ ବାହାରକୁ ଯାଉଛି। ଚାକୁ ନା ଆମେମାନେ ଯେତେ ହାଲକା ଏବଂ ଲାଇଟ୍ ରଖିବା, ମାନେ ନୁହଁ ଯେ ବହୁତ ବହଳିଆ ଚା, ଜମା ବି ବହଳିଆ ଚା କେବେ ବି ନିଜ ସ୍ୱାସ୍ଥ୍ୟ ପାଇଁ ଭଲ ନୁହଁ। ହାଲକା ଚା, ଟିକେ ନାକୁ ଲାଇଟ୍ ଚା ହିଁ ସବୁବେଳେ ପିଇବାକୁ ଚେଷ୍ଟା କରିବା। ଆଉ ଲାଇଟ୍ ଚା ହିଁ ବହୁତ ଟେଷ୍ଟ ଲାଗିଥାଏ। ରହିଲି, ନମସ୍କାର, ଜୟ ଜଗନ୍ନାଥ।